প্রবর্তন অনুরোধ করছি শ্রীযুক্ত প্রতাপ কিশোর মহাপাত্র অবসরপ্রাপ্ত গুরুজি প্রধান শিক্ষক ସେ ଅଲ୍ ଇଣ୍ଡିଆ ଟିଚର୍ସ ଆସୋସିଏସନ୍ ଅର୍ଗାନାଇଜେସନର ହେଉଛନ୍ତି ପ୍ରେସିଡେଣ୍ଟ ତାଙ୍କୁ ଅନୁରୋଧ କରୁଛି ସଂକ୍ଷିପ୍ତ ତାଙ୍କର ବିବରଣୀ। ଆଜିର ମୁଖ୍ୟ ଅତିଥି ତପନ କୁମାର ଜେନା ମହୋଦୟ, ସେ ଆମ ଶିକ୍ଷକ ମାନ୍ୟବର ବାବୁ, ଆମେ ତାଙ୍କୁ ଆମ କତିରେ ଆଣିବା ଆମ କତିରେ ଗାଁର ସଭାପତି ସମ୍ପାଦକ ଆଉ ଆମର ଯିଏ ଆଜି ସଞ୍ଚାଳନ କରୁଛନ୍ତି ସେ ଆମ ଏ ଗାଁର ପୁଅ ଆମ ଛାତ୍ର ହେଲେଣି। ସେ ବର୍ତ୍ତମାନ ଆସିଷ୍ଟାଣ୍ଟ ଡାଇରେକ୍ଟର ଆମର ଫିଜିକାଲ ଏଜୁକେସନ୍ ଏବଂ ଆମ ମୋ ପାଖରେ ବସିଥିବା କିଛି ମୋ ଫେଲିସିଟାର ଉଦ୍ୟମର ଲୋକ। ମୁଁ ମାନୁଛି ମହାଭାରତ ଯୁଦ୍ଧ ସରିଯାଇଛି, ଗାନ୍ଧାରୀ ଅର୍ଦ୍ଧରାତ୍ରିରେ ଖଣ୍ଡେ ମାଂସ ଧରିକିରି ଖାଉଛନ୍ତି, କଞ୍ଚା ମାଂସ। କିଛି ଦୂରରେ କୃଷ୍ଣ ଦେଖିଲେ, କହିଲେ ମା କ'ଣ କରୁଛ? ନା କ'ଣ କରିବି, ଏ ହେଉଛି କ୍ଷୁଧା, ତୋରି ମାୟା, ଏ କ୍ଷୁଧାକୁ ମୁଁ ସମ୍ବଳ କରିପାରୁନି, ତେଣୁ ତୋରି ମାୟାରେ ମାଂସଟିକୁ ମୁଁ ଖାଉଛି। ତେଣୁ ଗାନ୍ଧାରୀ ମା ଯେତେବେଳେ କ୍ଷୁଧାକୁ ସମ୍ବଳ କରିପାରିଲେନି, କହିବି କାହାକୁ, ଶୁଣିବ କିଏ? ଅଙ୍ଗେ ନିଭାଇବା କଥା କହିବି ନା ଦୁଃଖ କଥା କହିବି ନା କ'ଣ କହିବି, କିଏ ଶୁଣିବ? ଏମାନେ ଯିଏ ବସୁଛନ୍ତି ସମସ୍ତେ ଜାଣିଛନ୍ତି ଅନ୍ତେ ମତେ, ଯିଏ ଏବେ ମୋ ମନେ ରହିଛନ୍ତି ସୁରେଶ ବାବୁ ସେ କିଛି ଜାଣିନାହାନ୍ତି। ସେ ଆସିଛନ୍ତି ତାଙ୍କ ବେଳର କଥା କହିବେନି। ସାଇକେଲରେ ବେଣୁବାବୁ ସାଇକେଲରେ ବଳିପୁରରୁ ବାଲିପୁଟ ସାଇକେଲ ବୁଲିକି ସଂଗଠନ କରିଛନ୍ତି। 40 ଟଙ୍କା 50 ଟଙ୍କା ଦରମା ପାଉଥିଲେ, ସେମାନେ ବହୁ ପରିଶ୍ରମ କଲେ। ସେତେବେଳେ ଚାକିରିଟା ଛାଡ଼ିଦେଲେ, ସେତେବେଳେ ମୁଁ ଆସି ଏଠି ରହିଲି। ମୋର ଅନ୍ୟଙ୍କର ଛାତ୍ର ହେଉଛନ୍ତି ଚନ୍ଦ୍ରବିହାରୀ ସାମଲ, ସେଠି ମୁଁ ରହିଲି। ମୁଁ 120 ଟଙ୍କାରେ ରହିଲି। 21/11/73 ଝାଟି ମାଟି ଘର କାନ୍ଥ, ଏ କାଉଆ ମୁରଲି ସାର୍ କ୍ଷୀର ଦାଦା ଦିଦିଟା କାନ୍ଥ ଦେଇକିରି, ସେ ମାଟି କାନ୍ଥ ଦେଇକିରି ସେ ସ୍କୁଲ କରିଛନ୍ତି। ଭାଗିଯିବ ଯଦି ଟାଇମ୍ ଏମାନେ କରିଛନ୍ତି। 3 ଜଣ ଲୋକ ବହୁତ ପରିଶ୍ରମ କରିଛନ୍ତି। ସେ ବିଦ୍ୟାଳୟ ଏପର୍ଯ୍ୟନ୍ତ ଯାଇଛି। ଦିନେ ଆସିଥିଲେ ବରକୁଣ୍ଡ ସାର୍, ସେଟା ଟିକେ ଆରମ୍ଭ କଲେ। ସେ ସମ୍ପୂର୍ଣ୍ଣ ସଂଗଠନ ଲୋକ, ସେ ଟିକେ ଆରମ୍ଭ କଲେ। ଆକ୍ଚୁଆଲି ସତ କଥା କହିବାକୁ ଗଲେ ଅନନ୍ୟ ପ୍ରତିଭା ହେଉଛନ୍ତି ଚନ୍ଦ୍ରବିହାରୀ ସାମଲ ଗାଁର ଅନନ୍ୟ ପ୍ରତିଭା। ସେ ଆସି ବସିଛନ୍ତି। ଦିନେ କହିଲେ ପ୍ରାଇମେରୀ ମାଷ୍ଟର ଷ୍ଟ୍ରାଇକ୍ କରୁଛନ୍ତି, ଏମି ସ୍କୁଲ ମାଷ୍ଟର ଯଦି ପଢ଼ାଇଲେ କ'ଣ ଅସୁବିଧା ହେବ? ଏମି ସ୍କୁଲ ମାଷ୍ଟର ଷ୍ଟ୍ରାଇକ୍ କରିବେ, ପ୍ରାଇମେରୀ ମାଷ୍ଟର ଯଦି ପଢ଼ାଇଲେ କ'ଣ ଅସୁବିଧା ହେବ? ତେଣୁ ଆପଣ ଗୋଟେ କମ୍ବାଇନ୍ ମିଟିଂ କରନ୍ତି। କମ୍ବାଇନ୍ ମିଟିଂ ଯେଉଁ ସ୍କୁଲ କମ୍ପ୍ଲେକ୍ସ ଏଇ ଓରନ୍ଦା ଗାଁରେ ସୃଷ୍ଟି ହେଲା, ତାକୁ ଯାଇ ମୁଁ ଏକ୍ଜିକ୍ୟୁଟିଭରେ ପକେଇଲି, ସଂଗଠନରେ ପକେଇଲି। ଅବସ୍ଥାରେ ସେଟା ପାସ୍ ହେଲା। ମିନିଷ୍ଟର, ଡାଇରେକ୍ଟର, କମିଶନର ତାଙ୍କ ସାଙ୍ଗରେ ଆମେ ସବୁ ଆଲୋଚନା କରୁ। ସେମାନେ ବେଡାଉନ୍ ହେଲେ। କମ୍ପ୍ଲେକ୍ସ ବହି ସବୁ ମୋ ପାଖରେ ଅଛି, ଯେଉଁ ଛପା ହେଇଥିବା ସଂଗଠନ ସବୁ ଆମେ 10,000 ଛପେଇଥିଲୁ, ସବୁଆଡ଼େ ବାଣ୍ଟିଲୁ। ଶେଷରେ ସେ କମ୍ପ୍ଲେକ୍ସ ଆମେ ଯୁକ୍ତପୁର ନେଲୁ, ସ୍କୁଲ କମ୍ପ୍ଲେକ୍ସ ହେଲା। ସେ ବ୍ରେକ୍ ନଥିଲା, ଚନ୍ଦ୍ରବିହାରୀ ସାମଲ। ଏଇଟା ଯେତେବେଳେ ତାଙ୍କର ବହି ବାହାରିଲା, ତାଙ୍କର ଯେଉଁ ସୃଷ୍ଟି କରିଥିଲେ ବାହାର ଯେଉଁ ବିବରଣ ଶ୍ରୁତି, ସେ ବିବରଣ ପତ୍ରିକାରେ ଆପଣ ସବୁ ଆସିଥିଲେ ବକ୍ତାମାନେ, ତାକୁ ସେଠାରେ ମୁଁ କହିଥିଲି। କବିତା ପିଲା କଥା ହେଉଛି
ସେଇଭଳିଆ ବ୍ୟକ୍ତିତ୍ୱ ଥିଲେ, ସାଂସଦ ମହିଳା ଥିଲେ, ଜନ ବେହେରା ଥିଲେ, ଏରା ସବୁ ଥିଲେ। ସେ ବ୍ୟକ୍ତିତ୍ୱ ମାନେ ବହୁତ ବ୍ୟକ୍ତିତ୍ୱ ସେତେବେଳେ କମିଟି ସାକ୍ରିଫାଇସ୍ କରୁଥିଲେ, ବିଦ୍ୟାଳୟ କେମିତି କରାହେବ ସେମାନେ ଚିନ୍ତା କରୁଥିଲେ। ତେଣୁ ସମୟ ବହୁତ ପ୍ରଭାବୀ ଭାଇ ମୁଁ ଆଉ ଏତିକି କହିବି, ଘେର ପୂଜ୍ୟ ପୂଜା ବ୍ୟତିକ୍ରମ କର ଯାତ୍ରାରେ ରଖିବୁ ଲୟ ସେ ନାଇଁ ଦେଲେ ଆପଣ ପୂଜ୍ୟ ପୂଜାର ବ୍ୟତିକ୍ରମ କରିଥିଲା ବୋଲି ଶକୁନ୍ତଳା ଋଷି ଦୁର୍ବାସା ଅଭିଶାପ ପାଇଥିଲା। ପୂଜ୍ୟ ପୂଜାର ବ୍ୟତିକ୍ରମ କରିଥିଲା ବୋଲି ସ୍ୱୟଂ ଯମରାଜ ସତୀ ସାବିତ୍ରୀ ପାଖରେ ହାର ମାନିଥିଲେ। ତେଣୁ ପୂଜ୍ୟ ପୂଜାର ବ୍ୟତିକ୍ରମ ହବ ନାହିଁ, ଶିକ୍ଷକ ଜାତି ସମ୍ମାନିତ ହବ ଏବଂ ଖୁସିଆବି ଯାହା ମୁଁ ଆସୁଥିଲି। ବାବା ଏଇଠି ଗୋଟେ ବ୍ରାହ୍ମଣ ସଭା କରାଯାଇଥିଲା, ବ୍ରାହ୍ମଣମାନଙ୍କୁ ସମ୍ମାନ ଦିଆଯାଇଥିଲା। ବ୍ରାହ୍ମଣ ଦେବତାମାନେ ଏଠି ସମ୍ମାନିତ ହେଇଥିଲେ, ଆଜି ଗୁରୁ ଦେବତାମାନେ ସମ୍ମାନିତ ହେଉଛନ୍ତି। ତାପରେ ଏସବୁ କରିବାରେ ଉଦ୍ଦେଶ୍ୟ ପୂଜ୍ୟ ପୂଜାର ବ୍ୟତିକ୍ରମ ହଉ। ଆଉ ଗୋଟିଏ କଥା, ସମାଜ ଆମକୁ ଯେଉଁ ସ୍ତରରେ ଦେଖୁଥିଲା ଆଉ ସେହି ସ୍ତରରେ ସେ ଦେଖୁନାହିଁ। ଆମେ ସମାଜ ଆମକୁ ସଉଦା ଟିକେ ଦେଉନଥିଲା, ଦୋକାନୀ ସଉଦା ନଥିଲା, ଦରମା 6 ମାସ କରିପାରିବ, 8 ମାସ କରିପାରିବ, ତମକୁ ଦେବ। କିନ୍ତୁ ସେ ଦୋକାନୀ କାଟିକି ତା କରିଛି କି ଆମକୁ ସଂଗଠନ ଆମେ ସବୁ ଏକ ହେଇକି କରିବୁ। ଏବଂ ମୋ ସାଥିରେ ଅଛନ୍ତି, ମୁଁ ଯେତେବେଳେ ବେଙ୍ଗୁଲରୁ ମଧ୍ୟ କହୁଥିଲି, ସିଏ ଜଣେ ଶିକ୍ଷକ ନେତା ଥିଲେ। ତାପରେ ମୁଁ ଆସିଲି ଏଇ ପରମ୍ପରାକୁ ଓଡ଼ିଶାରେ ପରିଚିତ କରେଇଲି ଏବଂ ଆପଣ ଆଶ୍ଚର୍ଯ୍ୟ ହେବେ, ମାଲେସିଆରେ ଇଂଲିଶ ଲେଖା ହେଇଛି ମୋ ସଂଗଠନ। ଆମ ସଂଗଠନରେ ବ୍ୟାଙ୍କରେ ଲେଖା ହେଇଛି ଏଇ ଓରଙ୍ଗାର ନାଁଟାକୁ ବଜାୟ ରଖିବା ପାଇଁ ମୁଁ ବର୍ତ୍ତମାନ ମୋ ଚେଷ୍ଟା ବଳରେ ମୁଁ ଗୋଟାଏ ଇରାଟା ପାଇଥିଲି ପ୍ରତିଷ୍ଠା। ସେ ହେଉଛି ଆରତ ରଞ୍ଜନ ସାହୁ। ଆପଣ କହିବେ ସେ ଆରତ ରଞ୍ଜନ ସାହୁକୁ 50 ସାଲ ପାଇକି ଭଲ ଅରଙ୍ଗିଆ ବେଶିସରେ ତାର ସଭା ଚାଲିଥିବ। ମୁଁ ଯେତେବେଳେ କହିବି 50 ସାଲ ସଭାରେ କ'ଣ କରୁଛୁ ଅରଙ୍ଗିଆ ବେଶିସରେ, ଯେତେବେଳେ ଆଉ ଗୋଟେ ପିଲା ଆଣିଛି ସେ କହିବ ଆରତ ସତ୍ୟ ମୋ ମନ ମାନେ ଗର୍ବିତ ହୁଏ ବୋଧେ ଯାହା ଓଡ଼ିଆ ଶିକ୍ଷକ ଏଇଭଳି ଭାବରେ ସବୁ ଏଇଟାକୁ ଯେଉଁମାନେ ଏଇଟାକୁ ଓଡ଼ିଶାରେ ବସିଛନ୍ତି ସେମାନେ ଗୋଟିଏ ଗୋଟିଏ ମଣି କହିବା ଅତ୍ୟୁକ୍ତି ହେବ ନାହିଁ। ମୁଁ ସମସ୍ତଙ୍କୁ ସମ୍ପର୍କରେ ଆସିଛି, ଦିବାକର ଭାଇଙ୍କ ପାଖରେ ଥିଲି, ଧନୁଷ ବାବୁ, ଉମେଶ ବାବୁ, ଦୁର୍ଗା ବାବୁ, ଭଟ୍ଟ ବାବୁ, ଯେତିକ ବସିଛନ୍ତି, ବସନ୍ତ ମହାଦେବ ମୁଁ କ୍ଲାସମେଟ୍, ସେମାନେ ସମସ୍ତେ ଅଛନ୍ତି। ଏ ପତନ ବାବୁ, ମଲ୍ଲିକ ବାବୁ ସମସ୍ତେ ଗୋଟିଏ ଗୋଟିଏ ମଣି କହିବା ଅତ୍ୟୁକ୍ତି ହେବନି। ଆଉ ସମସ୍ତେ ମୋତେ ଭଲ ପାଆନ୍ତି। ମୁଁ କହିଲେ ମୁଁ ଏକା ବୟସ୍କା ହେଲେ ମଧ୍ୟ ମୁଁ ଯଦି କହିବି ଗୁରୁଜୀ ମୋ କଥାକୁ କେବେ ଯାହା ସାହାଯ୍ୟ କରୁଥିଲେ ନ କରେ, ସମସ୍ତେ ଲାଗି ପଡ଼ନ୍ତି। ସବୁ ଶିକ୍ଷକ ଶିକ୍ଷିକା ସମସ୍ତେ ଲାଗି ପଡ଼ନ୍ତି। ଆଉ ଏଇ ବସିଛି ଲକ୍ଷ୍ମୀ, ସେ ମଧ୍ୟ ମାନେ ଗୋଟେ କଥା ଝିଅ ଭିତରେ ଭଲ ଶିକ୍ଷକ ଏବଂ ମାନେ ତଳ କ୍ଲାସରେ ପଢ଼ାଇବା ପାଇଁ ସେ ବହୁତ ଭଲ ପାଠ ପଢ଼ାଏ ଏବଂ ସମସ୍ତେ ବର୍ତ୍ତମାନ ଆଜି ଫେଲିସିଟାରେ ହେଉଛନ୍ତି। ସେଥିପାଇଁ ମୁଁ ମୋ ତରଫରୁ ଅଶୀର୍ବାଦ ଦେବେ, ଗାଁବାସ୍ତ ଦେବେ। ମୁଁ ପ୍ରଧାନ ଶିକ୍ଷକ ହିସାବରେ 37 ବର୍ଷ 7 ମାସ ରହିବା ହିସାବରେ ଏଇଟା ମୋ ଗାଁ ମୋ ଘର କହିବାକୁ ତେଣୁ ଏଠି ଆପଣମାନେ ସବୁ ଫେଲିସିଟାରେ ହେଉଛନ୍ତି। ସମସ୍ତେ ମୁଣ୍ଡ ଖୁସିରେ ଯାଆନ୍ତୁ। ଜଗତରନାଥ ଜଗନ୍ନାଥ ଆପଣଙ୍କୁ ସବୁ ଦୀକ୍ଷା କରନ୍ତୁ, ନିରମ କରନ୍ତୁ। ବିଶେଷ କରି ଆମର ମୁଖ୍ୟ ବ୍ୟକ୍ତିଙ୍କୁ ଏହି ସମସ୍ତେ ନିରମରେ ହୁଅନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା ଶାନ୍ତି ଶାନ୍ତି ଶାନ୍ତି। ଭାରତ ମାତା କି, ଭାରତ ମାତା କି, ଭାରତ।